ଜୟ ଜଗନ୍ନାଥ। ସକାଳୁ ଉଠିଲା ବେଳେ ଦେହ ଟିକେ ଭଲ ନଥିଲା, ନାଲି ଚା ପିଇଲି, ମନକୁ ଗଲାନି, କହିଲି ନା କ୍ଷୀର ଚା ଟିକେ ନ ପିଇଲା ଇଏ ମୁଣ୍ଡ କିଛି କାମ କରିବନି। ସେଠି ଟିକେ କ୍ଷୀର ଚା ପିଇ ଦେଇ ସାରିଲା ପରେ ମାନେ ମଇଦାନ ଉପରକୁ ଉଠିବାକୁ ପଡ଼ିବ, କାହିଁକି ନା ଶାଶୁଘର। ସେଠୁ ମଇଦାନ ଉପରୁ ଉଠିବାକୁ ପଡ଼ିଲା। ବାପା ଆଣି ମାଛ ନେଇ ଆସିଥିଲେ, ମାଛ ଗୋଟା ମାଛ ନେଇ ଆସିଥିଲେ, କଟା ମାଛ ଆଣିଥାନ୍ତି ଯାଇ ଚଳେଇଥାନ୍ତା। ମୁଁ କହିଲି ତୁ କାଟି ପାରିବୁ? ମୁଁ କହିଲି ହଁ। ସେଠୁ କ'ଣ କଲି ନା ମଇଦାନ ଉପରୁ ଉଠି କଟାକଟି କରିଦେଲି। ମୁଁ ଦେଖ ମୁଁ କାଟି ପାରୁଛି କି ନାହିଁ। ପୁରା ନିଟ୍ କ୍ଲିନ୍ କଟା ହେଇଛି ନା? ମୁଁ ଜାଣିଛି ନିଟ୍ କ୍ଲିନ୍, କାହିଁକିନା ମୁଁ ସେମିତି କାଟିଛି। ସେଠୁ ମୋ ପୁଅଠି ଆସି ମାଛ ଦେଖୁଛି, ମାମା ଠିକ୍ରେ କାଟିଛି କି ନାହିଁ। ମାମା ଉପରେ ବିଶ୍ୱାସ ନାହିଁ। ସେଠି ସେ ଆସିକି ଦେଖିଥିଲା, ମୋ ନଣନ୍ଦ ଟିକେ ଦେଖିଥିଲା। ତାପରେ ମା ଏପଟେ ଟିକେ ପୁଅକୁ ଖେଳଉଥିଲେ। ତାପରେ ଏପଟେ ଛୁଆ କହିଲେ ଯେ ତମେ ଆମକୁ ଲସି ନ ବନେଇକି ଦେବ, ତମେ ଆଜି ଯୁଆଡ଼େ ପ୍ୟାକିଂ କରିଛ ଯିବା ପାଇଁ, ଆଜି ଆମେ ତମକୁ ଛାଡ଼ିବୁନି। କହିଲେ ଠିକ୍ ଅଛି, ଯଦି ନ ଛାଡ଼ିବ, ନ ବନେଇଲେ ହେଇପାରିବନି। ସେଠୁ ଟିକେ ବନାବନି କରିଦେଲି। ବନେଇକି ତାଙ୍କୁ ଧରେଇଦେଲି, କାହିଁକିନା ଆମ ଘର ଲୋକ ଆସିବେ, ତାଙ୍କ ପାଇଁ ବି କିଛି ନା କିଛି ବନେଇବାର ଥିଲା, ଥଣ୍ଡା ଫଣ୍ଡା। ମୁଁ ଥାଇ ଲସି ବନେଇକି ରଖିଦେବା, ଆଉ କ'ଣ ଗୋଟେ ଗୁଲେ ଦୁଇଟା ଶିକାର କରିଦେବା। ସେଠି ଯାହା ହଉ ସମସ୍ତଙ୍କୁ ମୁଁ ବନେଇକି ଦେଇ ଦେଇଥିଲି। ତାପରେ ସେ ଏଇ ଛୁଆ ତାଙ୍କର ମାନେ କିଏ କେଉଁ ଗ୍ଲାସ୍ଟା ନେବ ଚଏସ୍ ଚାଲିଛି, କିନ୍ତୁ ସେମ୍ ଟୁ ସେମ୍ ଅଛି, କିଛି ଡିଫରେନ୍ସ ନାହିଁ। ଯାହା ମୋ ପୁଅ ତାର କହୁଛି ତାର ସବୁ ସେ ଏକା ତାର ପିଇଦେବ, ଯେତେଟା ଗ୍ଲାସ୍ ଅଛି ତାକୁ ଦେଇଦେ ସେ ପିଇଦେବ। କାହିଁକିନା ମିଠା ଲାଗୁଛି, ଯେ ତାର କୁର୍ମି ହେଇଛି ଟିକେ, ସେ ମିଠାକୁ ପାଇକିନା ଟିକେ ପସନ୍ଦ କରୁଛି। ତାର ମୋତେ କହିଲେ ତମେ ପିଅ, ମୁଁ କହିଲି ନାଇଁ ମୁଁ ପିଇବିନି। ସେଠୁ ମଜାମସ୍ତି ହୁଏ। ତାପରେ ଛୁଆ ତାଙ୍କର ଭିଡ଼ିଓ କରିବେନି, କିନ୍ତୁ ଭିଡ଼ିଓ କଲେ କୁଆଡ଼େ ଦୌଡ଼ିବ। ଭାଇ କ୍ରିଷ୍ଣା ତାଙ୍କର ଗେଲି ତାই ଯାଇ କରିବ, କିନ୍ତୁ କ୍ରିଷ୍ଣା ଜମା ଭିଡ଼ିଓ କରିବନି। ସେଠୁ ଖାଲି ଚଙ୍ଗ ଚଙ୍ଗ ହେଇ ଦୌଡ଼ୁଛି, କେମିତି ଯିବ, କ'ଣ କରିବ। ଯାହା ହଉ ଏପଟରେ ସେ ତାଙ୍କର ପଳେଇଲା ପରେ ବାପା ବାଜା ଆମ୍ବ ଆଣିଥିଲେ। କିନ୍ତୁ ବାଜା ଆମ୍ବ ଦେଖିବାକୁ ଭଲ ଲାଗୁଛି, କିନ୍ତୁ ଖାଇବା ପାଇଁ ଡର ମାଡ଼ୁଛି, କାହିଁକିନା ତଣ୍ଟି ଭାବୁଛି ଖାଇବି, ଭାବୁନି। ଭାଇ ଏମିତି କରିକି ଆଉ ଖାଇପାରିନି, କିନ୍ତୁ ବାସ୍ନା ହେଉଛି, ଇଚ୍ଛା ହେଉଛି, ହେଲେ ଖାଇପାରୁନି। ତାପରେ ଏପଟେ ସନ୍ଧ୍ୟା ହେଇଗଲାଣି, ଯେତେବେଳେ ମୁଁ ପ୍ୟାକିଂ ନ କଲେ ହେବନି। ସେ ସବୁ ହଟାହଟି କରି ପ୍ୟାକିଂ କରିଦେଇଛି, କାହିଁକିନା ମୋତେ ଜଲ୍ଦି ବାହାରି ଯିବାର ଅଛି। ବାପା କହୁଛନ୍ତି ରାତି ହେବା ଆଗରୁ ପଳେଇବୁ, ବର୍ଷା ଆସୁଛି, ସନ୍ଧ୍ୟା ହେଇଯିବ, ଯିବାକୁ ପଡ଼ିବ। ସେ ତରବରରେ ରେଡ଼ି ହେବାକୁ ପଡ଼ୁଛି। କିନ୍ତୁ ରାତିରୁ ମୁଁ ପ୍ୟାକିଂ କରିଦେଇଥିଲି, ଯେହେତୁ ମୋତେ ସକାଳେ ଯିବାର ଥିଲା। ତ ଡ୍ରାଇଭର ଆସିବା ପ୍ରୋବ୍ଲେମ୍ ହେଲା ଯେହେତୁ, ଯାହା ବି ହଉ ଆମେ ଫାଇନାଲି ମା ପୁଅ ବାହାରିକି ପୁରା ରେଡ଼ି। ମୋ ପୁଅକୁ ଏସିରେ ବସିଲା ବେଳକୁ ପୁରା ନିଦ ପ୍ରବଳ। ତାପରେ ଆମେ ବାହାରି ପଳେଇ ଆସିଲୁ, କାରଣ ଡ୍ରାଇଭର ବ୍ୟସ୍ତ କରୁଥିଲା, ତା'ର କାମ ଥିଲା। ଜଲ୍ଦିରେ ସମସ୍ତେ ବାହାରିକି ପଳେଇ ଆସିଥିଲୁ। ତାପରେ ମୁଁ ମୋର ବାଟରେ ଆସିଲା ବେଳେ ସବୁ ଘର ଦ୍ୱାର ଦେଇକି ଆସିଲା ବେଳକୁ ସେଇ ପଛ କଥା ସବୁ ମନେ ପଡ଼ୁଥିଲା, ଛୋଟବେଳର କଥା। ତାପରେ ଆସିକି ମୁଁ ଦୋକାନ ପାଖରେ ବସିଥିଲି, ଲାଇଟିଂ ଦେଖିଲା, ମୁଁ ଆକାଶରେ କ'ଣ ଗୋଟେ ଲାଇଟିଂ ଗଲା ଭଳିଆ ଲାଗୁଛି। ଏମିତି ସମସ୍ତଙ୍କୁ ଦେଖିଲା ବେଳକୁ କିଏ କ'ଣ ମାନେ ଭାବନା ଠାରୁ ବି ବାହାର ହେଇଗଲା, କେହି କିଛି ଜାଣିପାରିଲେନି, କିଏ କେତେ କଥା କହିଲେ। ତ ସମସ୍ତେ ସେଠି ଯେତେବେଳେ ବସିଥିଲେ, ସମସ୍ତେ କେତେ ପ୍ରକାର କଥା କହିଲେ। କିଏ କାହା କଥା, କିଏ କହୁଛି ଭଲ ମିଶନ, କିଏ କହୁଛି ଖରାପ ମିଶନ, କିଏ କଳିଯୁଗ ଶେଷ ହେବ, କିଏ କେତେ ପ୍ରକାର କଥା ନ କହିବା ହିଁ ଭଲ। ଯାହା ହଉ, ଯେହେତୁ ଆମେ ସେଠୁ ନିଜ ଆଖିରେ ଦେଖୁଥିଲୁ, ଯିଏ ଯାହା କହିଲା ହଁ ହିଁ ମାରିବାକୁ ପଡ଼ିବ, କାହିଁକିନା ସତ କେଉଁଟା ମିଛ କେଉଁଟା ଆମେ ନିଜେ ହିଁ ଜାଣିନା। ଦେଖିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି ବି, ଖୁସି ଲାଗୁଛି, କେଉଁଟା ହେଇଥିବ ଛାଡ଼, ମୁଁ ବି ଜଜମେଣ୍ଟ କରିବା ନାହିଁ। ଦେଖ ଏଇଟା କିନ୍ତୁ ବହୁତ ସୁନ୍ଦର ଦେଖାଯାଉଥିଲା। ତାପରେ ରାତିରେ ମୋ ଭଉଣୀ ତାର ଏଠି ରୋଷେଇ କରିବା ପୁରା ବ୍ୟସ୍ତ, ପୁରା ପାଗଳି ରୂପ ଧାରଣ କରିଦେଇଛି। ତ ମୁଁ ବି ଏପଟରେ ଟିକେ ଭୋକ ଲାଗିଲାଣି, ଖାଇ ପିଇକି ଶୋଇବାର ଅଛି, କାହିଁକିନା ଦିନସାରା ଆଜି ଶୋଇବା ହେଇନି। ମୁଁ ତୁ ଜଲ୍ଦି ଖାଇବାକୁ ଆଣେ, ଯଦି ଶୋଇବାର ଅଛି ନା ଢାଇ ଭିଡ଼ିଓ କିଛି କରିବୁନି। ଏପଟରେ ଆମେ ଭାଇ ଦୁଇ ଭଉଣୀ ତାଙ୍କର ଖାଇବାକୁ ବସି ପଡ଼ିଲୁ। ସିଏ ତ ବାଇଗଣ ଚୋଖା ଟିକେ ଆଣିଛି, କହିଲା ନା ବାଇଗଣ ଚୋଖା ଖାଇ ହେବନି, କିନ୍ତୁ ମୁଁ ବି ବାଇଗଣ ପୋଡ଼ା ହେଇଥିଲା ବୋଲି ମୁଁ ବି ଖାଇପାରିବିନି ବାଇଗଣ ଚୋଖାଟା। ଏପଟରେ ମାଛ ଗୋଟେ ପିସ୍ ଥିଲା, ଅଣ୍ଡା ସବୁ ଗାଧୁଆରେ ହେଇଥିଲା। ରାତି ପାଇଁ ଆଉ କିଛି ପ୍ରୋଗ୍ରାମ୍ ନଥିଲା।